ପାଗଳ କରୁଛି ସୋସିଆଲ ମିଡ଼ିଆ। ସାବଧାନ ହେଇଯାନ୍ତୁ, ନହେଲେ ଆପଣ ବି ଫସିବେ। ତମେ ଜାଣି ରଖ, ଇଏ କୌଣସି ସାଧାରଣ ନିଶା ନୁହେଁ। ସିଗାରେଟ ନିଶା, ମଦ ନିଶା 1-2 ଘଣ୍ଟା ପରେ ଛାଡ଼ିଯାଏ, କିନ୍ତୁ ଇଏ ହେଉଛି ଏମିତି ଏକ ନିଶା, ଏ ନିଶା ଯାହା ଉପରକୁ ଚଢ଼ିଛି ନା, ତାକୁ ଛଡ଼େଇବା ନା ମୁମକିନ। ଥରେ ଆପଣମାନେ ଏ ଭିଡିଓକୁ ନଜର ପକାନ୍ତୁ। ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରକୁ ଚଢ଼ିକି ରିଲ୍ସ ତିଆରି କରୁଛନ୍ତି। କାଳେ ତାଙ୍କ ଭିଡିଓ ଭାଇରାଲ ହେବ, ଆଉ ଲକ୍ଷ ଲକ୍ଷ ଭ୍ୟୁ ଆଉ ଫଲୋଅର ପାଇବେ। ଇଏ ହେଉଛି ସେଇ ନିଶା। ତ ମନେ ରଖ, ମଦ ନିଶାଠୁ ଏ ନିଶାଟି ଭାରି ମାରାତ୍ମକ। ଆଉ ସବୁଠୁ ଦୁଃଖର କଥା ତ ଏ ଭିଡିଓରେ କିଛି ଲୋକ କମେଣ୍ଟ କରିଛନ୍ତି ଯେ ଯେହେତୁ ମହାତ୍ମା ଗାନ୍ଧୀ ଜାତିର ପିତା, ଯଦି ଜାତୀୟ ପିତାଙ୍କ ଉପରେ ତାଙ୍କ ପୁଅ ଚଢ଼ିକି କାନ୍ଧରେ ବସିଲେ, ତାହେଲେ ଗୋଟେ ବାପ ଉପରେ ତାଙ୍କ ଛୁଆ ବସିବାଟା କିଛି ଭୁଲ ନୁହେଁ। ଏ କମେଣ୍ଟକୁ ଆପଣମାନେ ପଢ଼ନ୍ତୁ, ତବେ ଜାଣିପାରିବେ। ହେଲେ ଏ କମେଣ୍ଟ ପାଇଁ ଆପଣଙ୍କ ମତାମତ କ'ଣ ଜଣାନ୍ତୁ। ଯଦି ଭୁଲରେ ବି ଆପଣଙ୍କୁ ଏ ନିଶା ହେଇଛି ନା, କୋଉଟା ଭୁଲ କୋଉଟା ଠିକ କେବେ ଜାଣିପାରିବେନି। କେବଳ ଆପଣଙ୍କୁ ଦେଖାଯିବ ଭ୍ୟୁ ଆଉ ଫଲୋଅର, ଆଉ କିଛି ନୁହେଁ। ଜେଲ ହାୱା କହିବାକୁ ବାଧ୍ୟ କରେଇଛି। ତ ଆପଣମାନେ ଏମିତି କରିବା ପୂର୍ବରୁ ନା 100 ଥର ଚିନ୍ତା କରନ୍ତୁ। ମୋ କାମ ଆପଣଙ୍କୁ ସଜାଗ କରିବା, ଆଉ କିଛି ନୁହେଁ। କଣ୍ଟେଣ୍ଟ ତିଆରି କର, ବହୁତ ଭଲ ଭଲ କଣ୍ଟେଣ୍ଟ ଅଛି, ଭଲ ଭଲ ତିଆରି କର। ଆପଣଙ୍କୁ ମୋ ଭିଡିଓରେ ଯଦି ଟିକେ ବି ପରିଶ୍ରମ ଦେଖାଯାଉଛି ନା, ତାହେଲେ ଗୋଟେ ଲାଇକ୍ ନିହାତି ଦେବେ। ପୁଣି ଦେଖା ହବ ଆଉ ଏକ ଭିଡିଓରେ।